ଢଉଗାଁରେ କଲ୍ୟାଣ ମଣ୍ଡପ ଉଦ୍ଘାଟିତ। ଧରାକୋଟ ବ୍ଲକର ଢଉଗାଁ ଶିବ ମନ୍ଦିର ନିକଟରେ ଶ୍ରୀ ଶ୍ରୀ ଭୁବନେଶ୍ୱର କଲ୍ୟାଣ ମଣ୍ଡପ ଆଜି ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବ୍ଲକ ବିଜେଡି ସଭାପତି ସଞ୍ଜୟ ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ସମ୍ମାନିତ ଅତିଥି ଭାବରେ ସରପଞ୍ଚ ମନୁ ପାତ୍ର, ବିଡିଓ ସଂଗ୍ରାମ କେଶରୀ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତର ମିଳିତ ଅନୁଦାନ ପ୍ରାୟ 35 ଲକ୍ଷ ଟଙ୍କା ବ୍ୟୟରେ ଏହି କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ଢଉଗାଁ ଭଳି ଏକ ବୃହତ୍ ଗାଁରେ ଏଭଳି ଏକ କଲ୍ୟାଣ ମଣ୍ଡପ ନିର୍ମାଣ ଦ୍ୱାରା ଏହା ବହୁମୁଖୀ କାର୍ଯ୍ୟରେ ବ୍ୟବହାର ହୋଇପାରିବ। ଏଣୁ ଅଞ୍ଚଳବାସୀ ବେଶ୍ ଖୁସି ପ୍ରକଟ କରିଛନ୍ତି। କାର୍ଯ୍ୟକ୍ରମ ଶେଷରେ ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, ସ୍ୱତନ୍ତ୍ର।